ହ୍ୟାଲୋ ବନ୍ଧୁଗଣ, ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ପ୍ରଥମେ ପହଞ୍ଚିବ। ଆଜିର ଏହି ଭିଡ଼ିଓରେ ଆମେ ଆମର କେମିତି ସୁସ୍ଥ ଜୀବନଶୈଳୀ ରହିବ ସେହି ବିଷୟରେ ଆମେ ଜାଣିବା। ଆମ ଜୀବନରେ ପଇସାଟା ଗୁରୁତ୍ୱପୂର୍ଣ୍ଣ ନୁହେଁ, ମାନେ ସୁସ୍ଥ ରହିବା କେମିତି ସେଇଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ସେହି ବିଷୟରେ ଗୋଟିଏ ଛୋଟିଆ ଗପ ସାହାଯ୍ୟରେ ଆମେ ବୁଝିବାକୁ ଚେଷ୍ଟା କରିବା। ନା କ'ଣ? ଗୋଟିଏ ଗାଁରେ ଦୁଇ ଜଣ ସାଙ୍ଗ ରହୁଥିଲେ, ରାମ ଏବଂ ଶ୍ୟାମ। ରାମ ଜଣେ ବହୁତ ପରିଶ୍ରମୀ ଚାଷୀ ଥିଲା, କିନ୍ତୁ ଶ୍ୟାମ ସହରରେ ଏକ ବଡ଼ ବ୍ୟବସାୟ କରୁଥିଲା। ବହୁ ବର୍ଷ ପରେ ଶ୍ୟାମ ଗାଁକୁ ଫେରିଲା। ସେ ରାମକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ରାମର ବୟସ ହୋଇଥିଲେ ମଧ୍ୟ ସେ ବହୁତ ସୁସ୍ଥ, ସବଳ ଏବଂ ହସ ଖୁସିରେ ଥିଲା। ଅନ୍ୟପଟେ ଶ୍ୟାମ ପାଖରେ ବହୁତ ଧନ ଥିଲା ସତ, କିନ୍ତୁ ସେ ମଧୁମେହ ମାନେ ଡାଇବେଟିସ୍ ଏବଂ ରକ୍ତଚାପ ମାନେ ବ୍ଲଡ଼ ପ୍ରେସର ଭଳି ରୋଗରେ ପୀଡ଼ିତ ଥିଲା। ସେ ସବୁବେଳେ କ୍ଳାନ୍ତ ଅନୁଭବ କରୁଥିଲା। ଶ୍ୟାମ ପଚାରିଲା, ସାଙ୍ଗ, ତୁ ଏତେ ବର୍ଷ ପରେ ମଧ୍ୟ ଏତେ ଯୁବା ଏବଂ ସୁସ୍ଥ କେମିତି ଅଛୁ? ତୋର ରହସ୍ୟ କ'ଣ? ରାମ ହସି ଦେଇ କହିଲା, ମୋର କୌଣସି ଗୁପ୍ତ ରହସ୍ୟ ନାହିଁ। ବସ୍ ମୁଁ କିଛି ସାଧାରଣ ନିୟମ ପାଳନ କରେ। ମୁଁ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରେ ଏବଂ କିଛି ସମୟ ଖୋଲା ପବନରେ ଚାଲେ। ଆଉ ଗୋଟେ ନିୟମ ନା କ'ଣ? ମୁଁ ବାହାରରେ ତେଲ ମସଲା ଖାଦ୍ୟ ଖାଏ ନାହିଁ। ବାଡ଼ି ବଗିଚାର ସବୁଜ ପନିପରିବା, ଶାଗ ଏବଂ ତାଜା ଫଳ ମୋର ପ୍ରଧାନ ଖାଦ୍ୟ। ଆଉ ଗୋଟେ ନିୟମ ନା, ଦିନ ସାରା ମୁଁ ପ୍ରଚୁର ପରିମାଣରେ ପାଣି ପିଏ, ଯାହା ମୋର ଶରୀରକୁ ସଫା ରଖେ। ମୁଁ ଜଣେ ଚାଷୀ, ତେଣୁ ବିଲରେ କାମ କରିବା ମୋ ପାଇଁ ଏକ ପ୍ରକାରର ବ୍ୟାୟାମ। ମୁଁ ଅଯଥା ଚିନ୍ତା କରେ ନାହିଁ ଏବଂ ରାତିରେ ଅତି କମ୍ରେ 7ରୁ 8 ଘଣ୍ଟା ଶୁଏ। ରାମ କଥା ଶୁଣି ଶ୍ୟାମ ବୁଝିପାରିଲା ଯେ ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ। ସେହିଦିନ ଠାରୁ ଶ୍ୟାମ ମଧ୍ୟ ନିଜର ଜୀବନଶୈଳୀ ବଦଳାଇବାକୁ ନିଷ୍ପତ୍ତି ନେଲା। ଟଙ୍କା ପଇସା ସବୁ କିଛି ନୁହେଁ। ଯଦି ଆପଣଙ୍କ ପାଖରେ ଭଲ ସ୍ୱାସ୍ଥ୍ୟ ନାହିଁ, ତେବେ ଆପଣ ଜୀବନର ପ୍ରକୃତ ସୁଖ ଉପଭୋଗ କରିପାରିବେ ନାହିଁ।